मांडिया जे आम देह ପାଇଁ କେତେ ଉପକାରୀ ସେ କଥା ଆପଣମାନେ କମ୍ ଅଧିକା ଜାଣିଛନ୍ତି। ମୁଁ ତ କହିବି ଆପଣମାନେ ଆପଣଙ୍କ ନିତିଦିନିଆ ଜୀବନରେ ମାଣ୍ଡିଆକୁ ନିହାତି ଭାବରେ ସାମିଲ କରନ୍ତୁ। ଆଜି ଚାଲନ୍ତୁ ଆମେ ବନେଇବା ମାଣ୍ଡିଆ ରୁଟି। ତା ପାଇଁ 1.5 କପ୍ ପାଣିରେ ଅଳ୍ପ ଟିକେ ଲୁଣ ଆଉ ଗୋଟେ ଛୋଟ ଚାମଚ ଘିଅ ଦେଇକି ଫୁଟେଇ ନେବା ପାଣିକୁ। ପାଣି ଫୁଟି ଆସିଲେ ଯେତିକି ପାଣି ସେତିକି ମାଣ୍ଡିଆ ଚୁନା ଦେବା। 1.5 କପ୍ ପାଣିରେ 1.5 କପ୍ ମାଣ୍ଡିଆ ଚୁନା ଦେଇକି ଏଇଭଳି ଭାବରେ ଜନ୍ତି ନେବା। ଆଞ୍ଚକୁ ବନ୍ଦ କରିକି 5 ମିନିଟ୍ ପାଇଁ ଘୋଡ଼େଇକି ଛାଡ଼ିଦେବା। ତାପରେ ତାକୁ ଭଲ ଭାବରେ ସ୍ମୁଥ୍ କରିକି ଚକଡ଼ି ନେବା, ଯୋଉଥିପାଇଁ କି ରୁଟି ବେଲିଲା ବେଳେ ଆଉ ଫାଟିବନି। ଆଉ ତାପରେ ଯେମିତି ଆପଣମାନେ ନର୍ମାଲ ଗହମ ଅଟାରେ ରୁଟି କରନ୍ତି ନା, ଠିକ୍ ସେଇଭଳି ଅଳ୍ପ କିଛି ପୋର୍ସନ୍ ନେବେ ଆଉ ତାକୁ ଭଲ କି ଏଇଭଳି ରାଉଣ୍ଡ କରିକି ବା ଗୋଲ କରିକି ଶୁଖିଲା ମାଣ୍ଡିଆ ଚୁନାରେ କୋଟ୍ କରିକି ବେଲି ନେବେ। ଆପଣ ଚାହିଁଲେ ଏଇଭଳି ବେଲିକି ଡାଇରେକ୍ଟ ମଧ୍ୟ ରୁଟି ବନେଇ ପାରିବେ। ଯେହେତୁ ମାଣ୍ଡିଆ ରୁଟି ଚାରି ସାଇଡ଼୍ରୁ ଟିକେ ଫାଟିଥାଏ, ସେଥିପାଇଁ ଏମିତି ଗୋଟେ ପ୍ଲେଟ୍ରେ ଆମେ ସାଇଜ୍ରେ ରୁଟିକୁ କାଟି ନେବା। ଏମିତି ରୁଟି ବନେଇଲେ ସବୁ ରୁଟି ଗୁଡ଼ାକ ସମାନ ହେଇଥାଏ, ଦେଖିବାକୁ ଭଲ ଲାଗିଥାଏ। ଏ ରୁଟିକୁ ଅଧିକା ମୋଟା ବା ଅଧିକା ପତଳା କରିକି ବେଲିବେନି, ମିଡ଼ିୟମ୍ ଥିକନେସ୍ ରଖିବେ। ଏବେ ତାୱା ଗରମ କରିକି ରୁଟିକୁ ପକାଇବା ଆଉ ଦୁଇ ସାଇଡ଼୍ରୁ କିଛି କିଛି ସେକେଣ୍ଡ ଲେଖାଏଁ ପ୍ରଥମେ ସେକି ନେବା ଆଉ ତାପରେ ହାଲକା ହାତରେ ପିଠା ପାତିଆରେ ଏମିତି ପ୍ରେସ୍ କରି କରି ରୁଟିକୁ ଆମେ ସେକିବା। এই ମାଣ୍ଡିଆ ରୁଟି ମଧ୍ୟ ବହୁତ ଭଲ ଭାବରେ ଅଟା ରୁଟି ଭଳି ଫୁଲିଥାଏ ଆଉ ନରମ ହେଇଥାଏ। ବହୁ ସମୟ ଧରିକି ନରମ ରହିବ ଆଉ ଖାଇବାକୁ ସ୍ୱାଦ ମଧ୍ୟ ଲାଗିବ।